ବେଙ୍ଗଲୋରରେ ଲାଲବାଗ ପାର୍କ ବୁଲିବାକୁ ଯଦି ଆସୁଛନ୍ତି ପ୍ରଥମରୁ ସର୍ଚ୍ଚ କରିନେବ। 3-4ଟା ତାର ଗେଟ୍ ରହିଛି। ଭୁଲ ଭୁଲैया ଲାଗୁଛି। ଯଦି କିଛି ବୁଝି ନ ପାରୁଛ କାହାକୁ ପଚାରି ନେବ, ନହେଲେ ବହୁତ ସାରା ଜିନିଷ ଦେଖିବାକୁ ରହିଯିବ। ଯଦି ସବୁ କଭର କରିବ ଚାଲି ଚାଲି ପୁରା ଥକିଯିବ। ଆମକୁ ବି ଥୋଡ଼ା ଦିକ୍କତ ହେଲା। ପ୍ରଥମ କରି ଯାଇଛୁ। ପୁଅ ମୋତେ ସେଇଠୁ କହୁଛି, ମାମା ଭଲସେ ବୁଲିକି ଦେଖ। ଲଙ୍ଗ ଭିଡ଼ିଓରେ ଡିଟେଲ ଦେଖେଇଛି, ଫିର ବି ଲାଗୁଛି ଆହୁରି ବହୁତ ସାରା ଜିନିଷ ଛାଡ଼ି ଯାଇଛି। ଏତେ ବଡ଼ ଏରିଆ ଦେଖି ଚାଲିକି ବୁଲିବାକୁ ଡର ଲାଗୁଥିଲା, କିନ୍ତୁ ପାର୍କ ଭିତରେ ବି ବ୍ୟାଟେରୀ ଗାଡ଼ି ଚାଲୁଥିଲା। ଇମିତି ସିମିତି ଜିମିତି ପାର୍କ ଭିତରେ 5ରୁ 6 ଘଣ୍ଟା ଆମେ ବିତେଇ ଦେଲୁ। ପୁରୀ, ଗଞ୍ଜାମ, କଟକ ଆହୁରି ବି ବହୁତ ସାରା ଓଡ଼ିଆ ଲୋକ ଦେଖାହେଲେ, ସେମାନଙ୍କ ସାଙ୍ଗରେ ଟିକେ ଟିକେ ଗପି ନେଲୁ। ଗ୍ଲାସ୍ ହାଉସ୍ ରହିଛି ୟାର ମୁଖ୍ୟ ଆକର୍ଷଣ। ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲି ନ ଯିବେ। ମୋ ଚ୍ୟାନେଲ ସ୍ୱାତି ରୋଷେଇ ବ୍ଲଗ ଆପଣମାନଙ୍କୁ ଭଲ ଲାଗିବ।